ଆପଣଙ୍କ ପାଖରେ ମୋର ଗୋଟେ କାମ ଥିଲା। କି କାମ? ଆରେ କହ, ତୁ ନ କହିଲେ ମୁଁ ଜାଣିପାରୁଛି। ସେ କଥା କହିବ କେମିତି ଆଜ୍ଞା? ସେ କଥା କହିବାକୁ ତାକୁ ଲାଜ ଲାଗୁଛି। ଆରେ ବୈଶାଖ, ତୁ ନ କହିଲେ ମୁଁ ଜାଣିବି କେମିତି? ଆରେ ଡରିବାର କିଛି ନାହିଁ, ଯାହା କହିବାର ଅଛି ସିଧା ସିଧା କୁହ। ଆପଣ ବ୍ୟସ୍ତ ହୁଅନି ଆଜ୍ଞା। ସେ କଥାଟା ଖୋଦ ବୈଶାଖ, ସେ କଥାଟା ମୁଁ ମୋର କହିବୁ। ଆଜ୍ଞା ଆଜ୍ଞା ମନ ଯେତେହେଲେ ମାମୁଁ ପରା, ମାମୁଁ ଭଣଜାଙ୍କ ଭିତରେ କଥା ସେ କେମିତି ଏ କଥା ମୁହଁ ଖୋଲି କହିବ କହିଲେ ଆଜ୍ଞା? ଆଜ୍ଞା ଆପଣ ବ୍ୟସ୍ତ ହଉଛନ୍ତି ଆଜ୍ଞା, ତାହା କହିବା କଥା ମୁଁ କହିବୁ। ଆଜ୍ଞା এই ডেঙাটা চড়ি উঠি ঘুরিয়ে ডেঙাটা চড়িও ফুল ফুল যেমন উঠি যায় সেমনি ଆମ বৈশাখ নটা উঠি যাই। ଅବଶ୍ୟ ସେଇଟା ତାଙ୍କ ଦୋଷ ନୁହେଁ, ତାଙ୍କ ବୟସର ଦୋଷ। ବେଳେବେଳେ ପିଲାମାନେ ବି ବୟସରେ ଏମିତି ଅବାଟକୁ ଚାଲିଯାଆନ୍ତି। କଥାଟା ସତ କଣ କହିଦେ, ସଫା ସଫା କହିଦେ। ହଁ ଆଜ୍ଞା ଏମିତି କିଛି ମିଳୁନି ଆଜ୍ଞା। ଆଜ୍ଞା ବିବେକ ରାସ୍ତାରେ ଯିଏ ବୈଶାଖ ବର୍ଷା ଭଲ ପାଏ। କଥା ତ ସେଇଥିପାଇଁ କି କଥାଟା ଖୋଲି କହିପାରୁନି। ବୈଶାଖ, ଏ କଥାଟା କଣ ସତ? ହଁ ମାମୁଁ, ବର୍ଷା ହେଉଛି ମୋ ଜୀବନରେ ଗୋଟେ ୱିଟନେସ୍। କଣ ହେଲା? ସବୁ ପରେ ସେ ଭଲ ପାଏ ସେଇ ସୁର ଦାସର ପୁଅ ବସନ୍ତକୁ। ଆଉ ମାମୁଁ, ଯଦି ବର୍ଷା ଜୀବନରୁ ସେ ବସନ୍ତ ଆଉଟ ନ ହୁଏ ମୁଁ ଏଠି କରିପାରିବି ମାମୁଁ। ନାଇଁ ମାମୁଁ, ଆପଣ ମନା କରନ୍ତୁନି। ମୁଁ ଚାହେଁ ବର୍ଷା ବସନ୍ତ ନଈ ବୈଶାଖର, ଏଇଆ ନା? କୌଣସି ମୂଲ୍ୟ ବଦଳରେ ମୁଁ ସେ ବର୍ଷାକୁ ଚାହେଁ। ବର୍ଷା ବସନ୍ତର ପଞ୍ଜୁରିକେ ଖାଲି କରି କଣ ପଞ୍ଜୁରିରେ ମହିଳା ହାଜିବ। ଆଉ ଇଚ୍ଛା ନଥିଲେ ବି ଏ ମହାପାତ୍ର ଅଞ୍ଚଳ ଦାନା ଖାଇ ସେ ରାମ ନାମ ପଡ଼ିବ। ରାମ ନାମ। ହଁ ମାମୁଁ, ବାପା ବୋଉ ଆକ୍ସିଡେଣ୍ଟରେ ମରା ପରେ ଏ ଦୁନିଆରେ ମୋର ଆଉ କେହି ନାହାନ୍ତି। ଆପଣ ଏଇ ସବୁ କିଛି ମୋର। ଆପଣ ବୁଝନ୍ତୁ। ମାମୁଁ ଚାହିଁଲେ ଅତି ସହଜରେ ଗାଡ଼ି ବଙ୍ଗଳା ବ୍ୟାଙ୍କ ବାଲାନ୍ସ କଣ ନାହିଁ ମୋ ପାଖରେ, ହେଲେ ସବୁ ଥାଇବି ବର୍ଷା ନାଟା ଯେବେଠୁ ମୋ ଲାଇଫରେ ଏଣ୍ଟ୍ରି କରିଛି ନା ମାମୁଁ, ମତେ ଲାଗୁଛି ମୋ ପାଖରେ କିଛି ନାହିଁ। ମାମୁଁ ମୁଁ କଥା ହଉଛି ମାନେ ବର୍ଷା ବୈଶାଖ ନିଶ୍ଚୟ ହବ। ଆପଣ ସତ କହୁଛନ୍ତି ବାବୁ? ଠିକ କହୁଛି। ମିଛ ମିଛ ବୋଲି ବୈଶାଖ ମୁଁ ତତେ କହିବି? ଆଜିଠୁ ଭାବିଲେ ବର୍ଷା ବସନ୍ତର ନୁହେଁ ବୈଶାଖର। ହେଇଛି